ହେଲେ ମୋର ଏଇ କଥାଟି ମନେ ରଖିଥିବୁ ରେ ମା। अरे बनवासी गोचारिले कहिबु तुमारी आगे मोहर ଶାଶୁର समाते मोरे इंद्रिय जोधाबारी ମା ଲକ୍ଷ୍ମଣ ଯାଉଛି ଏକା ସେ ତା ସ୍ତ୍ରୀ କି ବି ନଉନାହିଁ। ହେଲେ ତୁମେ ଦୁଇ ଜଣ ହଉଛ ତାର ବାପ। ତାକୁ ଯେପରି ପୁତ୍ର ଭାବରେ ଦେଖୁଥିବ। ଆଉ ଯଦି ବନବାସୀ ପଚାରନ୍ତି କଣ କହିବୁ ଜାଣିଛୁ ମା? ମୋର ଶାଶୁ ଶ୍ୱଶୁର ସମସ୍ତେ ମଲେଣି। ଏପରି କଥାବାର୍ତ୍ତା କରନ୍ତୁ ନାହିଁ। ଯାହା ଭାଗ୍ୟର ବିଡ଼ମ୍ବନାରେ ଲେଖା ରହିଛି ତାହା ହିଁ ବିଧିର ବିଧା ଅନୁସାରେ ଘଟୁଛି। ଆପଣ କାହିଁକି ଆପଣଙ୍କ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି ମା? ମା ଆଉ ବିଳମ୍ବ କରନ୍ତୁନି ନାହିଁ ମା। ରାତ୍ର ପାଇଗଲେ ଏ ଅଯୋଧ୍ୟା ବଂଶ କଳଙ୍କିତ ହେଇଯିବ ମା। ଯିବା ପୂର୍ବରୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। କୁଣ୍ଠକିତ ପଥରକୁ ପରିତ୍ୟାଗ କରି ପୁନଶ୍ଚ ରାମ ଆପଣଙ୍କୁ କୋଳକୁ ଫେରି ଆଶୀର୍ବାଦ ଦେବେ। ଲକ୍ଷ୍ମଣ କେତେ ଲାଗିଲା? ଦେଖୁଥିବୁ ରେ ନିଶ୍ଚିତ ମା। ସେ ଯେମିତି ତା ଦେହରେ କେବେ କଣ୍ଟା ଆଘାତ ଦେବୁ ନାହିଁ। ପୁତ୍ର ସେଟା ହଉଛି କୁଳବଧୂ। ତୋର ସେବା 14 ବର୍ଷ ପର୍ଯ୍ୟନ୍ତ ବଞ୍ଚିତ ହେବି। ଯାଅ ଏ ବିଧାତା ତୁମକୁ ସହାୟ ହେଉଛୁ। ଯାଅ ପୁତ୍ର। 14 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥାଉ। Sanogite viyochila orongorore intiyo Ahe pochito churam teruko amuku gomile Ahe pochito churam teruko amuku gomile Ahe amo bise kohemo ଗତକାଲି ରାଜ୍ୟରେ ଉଦ୍ଘୋଷଣ ଦିଆଯାଇଥିଲା ରାତ୍ରର ପରିସମାପ୍ତିରେ ରାମଙ୍କର ରାଜ୍ୟାଭିଷେକ ଶୁଭାରମ୍ଭ ହେବ। ଅଥଚ ଅଯୋଧ୍ୟା ଆଜି ନିଶ୍ଚଳ ହୋଇଯାଇଛି କାହିଁକି? କଣ ହେଇଛି ରାଜନ? ରାମଙ୍କର ରାଜ୍ୟାଭିଷେକ ଲୀଳା ହେବ ତ? ବଶିଷ୍ଠ ମୁଖକୁ ଚାରିବ କି ରାଜନ କଇକେୟୀ ପିତାଶ୍ରୀ ହୋଇଦେଲା ମୋ ଜୀବନ ଗୁରୁଦେବ ସମ୍ରାଟ ଆପଣ ପୁରା ସର୍ବଜ୍ଞ। ଆପଣ ସବୁ ଜାଣି ଶୁଣି ମୋ ଆଗରେ କାହିଁକି ମାୟା ରଚନା କରୁଛନ୍ତି ଗୁରୁଦେବ? ମୁଁ ଛାଡ଼ିଛି
ଯେତେବେଳେ ଋଷି ବାମଦେବ ଋଷି ଜାଭାଇ ଆଉ ଆପଣ କଥାବାର୍ତ୍ତାକୁ ଯାଇଥିଲେ, କିନ୍ତୁ ମୋ ରାମ ପ୍ରେମରେ ପଡ଼ି ମୁଁ ବାଉଳ ହେଇଯାଇଥିଲି। ଆପଣ ଠିକ ମନ ବୁଝିଲା ଭଳି ଗୋଟିଏ କଥା କହିଥିଲେ, ରାଜା ଦଶରଥ ତୋ ରାମ ଈଶ୍ୱର ହବ, ସର୍ବଶକ୍ତିମାନ ହବ। ମୋ ପୁତ୍ର ବାଉଳାରେ ମୁଁ ରାଜି ହେଇଥିଲି। ଆପଣ ମୋ ପ୍ରତି କୁଟ କପଟ କରିଥିଲେ ସବୁ ଜାଣି ଶୁଣି ମତେ ପଚାରୁଛନ୍ତି ମୋ ପୁତ୍ର ରାଜା ହବ ନାଇଁ ଗୁରୁଦେବ, ମୋ ପୁତ୍ର ଅଯୋଧ୍ୟାରେ ରାଜା ହବନି ଗୁରୁଦେବ। ତୁମରି କଥାରେ ମୋ ପୁତ୍ର ଈଶ୍ୱର ହେଇଯାଇଛି। ଛାଡ଼ ଗୁରୁଦେବ, ଈଶ୍ୱର କି ଜାଣ ଗୁରୁଦେବ, ଈଶ୍ୱର ହଉଛନ୍ତି ସେ ଦେବାଦିଦେବ ମହାଦେବ। ତାଙ୍କର ବାସସ୍ଥାନ ହଉଛି ଏ ଘଞ୍ଚ ଅରଣ୍ୟ ପର୍ବତ। ସେଇଭଳି ମୋ ପୁତ୍ରର ବାସ ହଉଛି ଅଯୋଧ୍ୟା ପରିବର୍ତ୍ତେ ତୁଳି ତଳପ ଶଯ୍ୟା ପରିବର୍ତ୍ତେ କଣ୍ଟକମୟ ବନ। ଆଉ ସେଇଠାରେ ସେ ରାଜାଭିଷେକ ହବ। ରାତ୍ର ପାଇବା ପୂର୍ବରୁ କୈକେୟୀ ମା, ସେଇ କୈକେୟୀ ରାଣୀ ଯାହାକୁ ସେ ଜନ୍ମଠୁ ଆଜ ପର୍ଯ୍ୟନ୍ତ ପ୍ରତିପାଳନ କରି ଅଧିକରୁ ଅଧିକ ଭଲ ପାଇ ସେ ଆଜି ତାର ବହିରେ ସାଜିଛି ଗୁରୁଦେବ। ଆଉ ସେ ପିଶାଚୀ ରାକ୍ଷସୀ ମାୟାବିନୀ କୈକେୟୀ ଆଜି ଅଯୋଧ୍ୟାପୁର ସହିତ ସମସ୍ତ ପରିବାରକୁ ଧ୍ୱଂସ କରିଦେଇଛି। ରାତ୍ର ପାଇଥିଲେ ପୂର୍ଣ୍ଣମର ଚନ୍ଦ୍ର ଉଠିଥାନ୍ତା। ଆଜି ପୂର୍ଣ୍ଣିମା ଚନ୍ଦ୍ର ସେ ରାହୁ ଗ୍ରାସ କରି ଅମାବାସ୍ୟାର ଅନ୍ଧକାରରେ ଭରି ଦେଇଛି ଅଯୋଧ୍ୟା ନଗରୀକୁ। କଣ କରିବି ଗୁରୁଦେବ, ତୁମରି ଆଶୀର୍ବାଦରେ ଋଷି ଋଷ୍ୟ ଶୃଙ୍ଗଙ୍କର ଆଶୀର୍ବାଦରେ ମୁଁ ଛାଡ଼ି ପୁତ୍ର ଜନ୍ମ କରିଥିଲି। ଅପ୍ରତୀକ ଦୋଷରୁ ରକ୍ଷା ପାଇବା ପାଇଁ ପୁତ୍ର ଜନ୍ମ କରିଥିଲି ଗୁରୁଦେବ। ଆଉ ଚାରି ପୁତ୍ର ଭିତରେ ମୁଁ ଯେତେବେଳେ ରାମକୁ ପାଇଲି, ସବୁ ସୁଖ ଦୁଃଖ ଭୁଲି ତାରି ଲାଳ ପାରେ ଲାଗିଗଲି। ଏମିତି ସେ ଏକ ମତେ କୋହା ଲଗେଇ ଦେଲା, ନାଇଁ ଛାଡ଼ି ପାଇଲିନି। ଯଦି ବି ତାକୁ ଛାଡ଼ିବି ବଞ୍ଚି ପାରିବିନି। କେଡ଼େ ମାତ୍ର ଅନ୍ତର ହେଇଗଲେ ଏ ସଂସାର ମତେ ଅନ୍ଧ ଭଳି ଲାଗୁଥିଲା। ହେଲେ ଗୁରୁଦେବ, ଏ ମାତା ରୂପୀ ରାକ୍ଷସୀ ମାୟାବିନୀ ପିଶାଚୀ କୈକେୟୀ ବୋଲରେ ପଡ଼ି ମୁଁ ଆଜି ମୋ ପୁଅ ରାମକୁ ବନବାସ ପଠେଇ ଦଉଛି। ଜାଣ ଗୁରୁଦେବ, ମୁଁ ଜାଣିଛି ଯଦି କିଏ ନାରୀ ବୋଲରେ ପଡ଼େ, କିଏ ନାରୀ ବୋଲରେ ପଡ଼ିଲେ ଯେ ନାରୀକୁ ବେଶୀ ଭଲ ପାଏ, ପତ୍ରକୁ ବେଶୀ ଆଶ୍ୱାସନା ଦିଏ, ନିଶ୍ଚିତ ପୁତ୍ର କାହିଁକି ପିତା ମାତାଙ୍କୁ ନାରୀ ବୋଲରେ ସେ ଅଲଗା କରିଦିଏ। ଆଜି ସେଇ ନାରୀ ଲୋଭରେ ପଡ଼ି ପତ୍ନୀର ବୋଲରେ ପଡ଼ି ମୋ ପୁତ୍ର ରାମକୁ ଆଜି ଅଲଗା କରିଦେଉଛି। ଏ ସମୟରେ ବୁଧୁ ଶୁଣି ଜାଣି ନ କହିଲେ, ଏ ସମୟରେ ବୁଧୁ ଶୁଣି ଜାଣି
ଆସିଛ ମୋ ପୁତ୍ର ରାମ ରାତ୍ର ପାଇବା ପୂର୍ବରୁ ବନବାସ କରିବ ଏହି କଥା ଆଉ କହୁନି ମହାରାଜ ପ୍ରଭୁ ରାମଙ୍କ ସହିତ ଲକ୍ଷ୍ମଣ ଏବଂ ମାତା ସୀତା ମଧ୍ୟ ବାହାରିଥିଲେ। କଣ କହୁଛ ତମେ? ମୁଁ ସିନା ରାମ ପାଇଁ ସତ୍ୟ କରିଛି, ମୁଁ ଲକ୍ଷ୍ମଣ କି ମୋ ମା ସୀତା ପାଇଁ ସତ୍ୟ କରିନି। ଏସବୁ ଭୁଲ ଧାରଣା ତୁମର, ତମେ ଭୁଲ ଦେଖିଛ। ଡେରି କରନି, ଯଥାଶୀଘ୍ର ମୋ ରାମକୁ ମୋ ପାଖକୁ ନେଇ ଆସ। ଶୋକରେ ରାଜନ ତୁଇ ହେଲେ ଅଶୃଙ୍ଗାର। କୈକେୟୀଙ୍କ ଯୋଗ ଲୁହୁରିଲା ସୂର୍ଯ୍ୟ ଫୁଲ। ମୁଁ ଜାଣିଛି ତାକୁ ମୁଁ ଏତେ ଭଲ ପାଇଥିଲି ବୋଲି ମୋ ବିଶ୍ୱାସରେ ବିଷ ଦେଲା କେବଳ ସେ କପଟି ନାରୀ ରୂପୀ ରାକ୍ଷସୀ କୈକେୟୀ। ତାରି ପାଇଁ ଏ ସୂର୍ଯ୍ୟ ବଂଶ ଆଜି ବୁଣିବାକୁ ଚାହୁଁଛି। କଣ କରିବି ଗୁରୁଦେବ? କେମିତି ମୋର କୋମଳମତି ବାଳୁତ ପୁତ୍ର ରାମର ମୁଖକୁ ମୁଁ ଚାହିଁବି? ତାକୁ ଛାଡ଼ି ମୁଁ କେମିତି ବଞ୍ଚିବି ଗୁରୁଦେବ? ସୀତାରାମ ଲକ୍ଷ୍ମଣ ହେତୁ ମନ୍ତ୍ର। অতি শীঘ্র মো রাম বালক সীতা ଆଉ ମୋ କନିଷ୍ଠ ପୁତ୍ର ଲକ୍ଷ୍ମଣକୁ ମୋ ପାଖକୁ ନେଇ ଆସ। ଯାଅ ସୁମନ୍ତ। ସୁମନ୍ତ ମନ୍ତ୍ରୀ ବହନ ରାଜା ଆଜ୍ଞା ପାଇ। ପିତାଶ୍ରୀ, এখন ମୁଁ ଦେଖୁଛି ଆରେ ମୁଁ ସିନା ତୋ ପାଇଁ ସତ୍ୟ କରିଥିଲି, ପାପାଚାରୀ ପିଶାଚିନୀ ମାୟାବିନୀ ରାକ୍ଷସୀ କୈକେୟୀ ମନରେ ପଡ଼ି ଏ ଅଧମ ପିତା ଆଜି ତୋତେ ବନବାସୀ କରିଦେଉ। ভুল বুদ্ধি করে রে রাম, তুঝ অবস্থারে তোতে পাইবু কেতে খুশি ଥିଲି। ଏ ସଂସାର କହୁଥିଲା ଏ ରାଜା ଦଶରଥ ତୋର କେହି ପୂର୍ବଜ ଆଉ ଜନ୍ମ ନେବେନି, ତୁ ସଦା ସର୍ବଦା ଅପୂର୍ଣ୍ଣିତ ରହିଯିବୁ।
ବିଧାତାଙ୍କର ଆଶୀର୍ବାଦରେ ମୁଁ କୋଉ ଜନ୍ମର ପୁଣ୍ୟ କରିଥିଲି ତତେ ମୁଁ ବୁଦ୍ଧାବସ୍ଥାରେ ପାଇଲି। ମୁଁ ଭାବିଲି ନିଶ୍ଚିତ ମୋ ପୂର୍ବଜ ରାମ ମୋ ପାଖେ ଜନ୍ମ ନବ, ଜନ୍ମ ବି ନେଲା। ହେଲେ ସେଇ ଜନ୍ମ ବେଳଠୁ ଆଜି ପର୍ଯ୍ୟନ୍ତ ମୁଁ ଭୋକ ଶୋଷ ସୁଖ ଦୁଃଖ ସବୁ ଭୁଲି ପାରିଥିଲି। ତୋର ସେଇ ଖବର ମତି ମୁଖକୁ ଯାଇକି ନର୍ବଧୂମାଦଳ ଶ୍ୟାମଳ କାନ୍ତ ମୂର୍ତ୍ତି ମୁଁ ତତେ କେମିତି ଭର କରିବି ରେ ରାମ। ତୁମ୍ଭ ମୁଖ ଦେଖି ଏତିକି ହେରିଛ। ତୁମ୍ଭେ ମନେ ଗଲେ ଆମ୍ଭେ ଯିବୁଜ ବାବୁର। ପିତାଶ୍ରୀ ମୁଁ ଭାବୁଛି ମୋର ଶେଷ ଦର୍ଶନ ତୁମ ପ୍ରତି। ପିତାଶ୍ରୀ ଆରେ ମୁଁ ସିନା ତୋ ପାଇଁ ସତ୍ୟ କରିଥିଲି, ହେଲେ ମୋ ମା ପାଇଁ ତ ନୁହଁ, ମୋ କନିଷ୍ଠ ପୁତ୍ର ପାଇଁ ତ ନୁହଁ, ହେଲେ ଜଣଙ୍କ ପାଇଁ ଆଜି ତିନି ତିନି ଜଣ ବନବାସୀ ହେଉଛ। ଠିକ୍ ରାଜା ଦଶରଥ, ଠିକ୍ ତୋର ଜନ୍ମ। ବରଂ ତୁମ ଭାବରେ ବଞ୍ଚିବା ଅପେକ୍ଷା ମରିଯିବାଟା ହିଁ ଠିକ୍। ଶୁଣିବ ରାମ, ମୁଁ ଆଜି ଅବସ୍ଥା କାହିଁ ଭୋଗୁଛି ଶୁଣିବୁ ରାମ। ଏ ମା ବାବୁରେ ଲକ୍ଷ୍ମଣ ସମସ୍ତେ ଗୋଟି ଗୋଟି କଥା ମୋଠୁ ଶୁଣ। ଗୁରୁଦେବ, ମନ୍ତ୍ରୀ ସୁମନ୍ତ, ମୁଁ ଯାହା କହୁଛି ତୁମେ ଶୁଣ। ସେ ଅତୀତର କଥା ଗୋଟି ଗୋଟି କରି ମୋର ସବୁ ମନ ପଡି ଯାଉଛି। ପୂର୍ବେ ଜଳ ଘାଟ ଯୋଗୀ କହିଲେ ମହାସୀତା, ବାବୁରେ ଲକ୍ଷ୍ମଣ, ସେ ଅତୀତର କଥା ମୁଁ କହୁଛି ଶୁଣ। ଅତୀତରେ ମୋ ପିତୃପୁରୁଷଙ୍କ ଶ୍ରାଦ୍ଧ ଦେବା ନିମନ୍ତେ ଘଞ୍ଚ ଅରଣ୍ୟ ଭିତରକୁ ଗଣ୍ଡା ବଧ କରିବା ପାଇଁ ଯାଇଥିଲି। ଦିନ ସାରା ବୁଲି ବୁଲି କୌଣସି ଗଣ୍ଡାକୁ ଦେଖି ପାରିଲି ନାହିଁ। ଭାବିଲି ସନ୍ଧ୍ୟା ସମୟରେ ସମସ୍ତ ମୃଗ ବା ଗଣ୍ଡା ମାନେ ଆସି ନଦୀରୁ ତାଙ୍କର ଶୋଷ ମେଣ୍ଟନ କରିବେ, ଆଉ ସେହି ସମୟରେ ମୁଁ ତାଙ୍କୁ ବଦ୍ଧ କରି ମୋ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିବି। ଏହା ଭାବି ମୁଁ ଏକ ଗଛ ଉଆରେ ଲୁକାୟିତ ଭାବେ ରହିଲି। ସେହି ସନ୍ଧ୍ୟା ସମୟରେ ମୃଗ ପରିବର୍ତ୍ତେ ଏକ ଋଷି ପୁତ୍ର ତାଙ୍କର ଶୋଷ ମେଣ୍ଟନ କରିବା ପାଇଁ ନଦୀ କୂଳକୁ ଗଲା। ଯେତେବେଳେ କୁମ୍ଭ ବୁଡ଼ାନ୍ତେ
সেই ସମୟରେ ମୁଁ ଭାବିଲି ଏକ ଗଣ୍ଡା ତାର ଶୋଷ ମେଣ୍ଟନ କରିବା ପାଇଁ ନଦୀରେ ବସିଛି। ମୁଁ ମୋର ଶବ୍ଦବେଦୀ ସ୍ୱରକୁ ପ୍ରୟୋଗ କଲି। ଯୋଉ ଶବ୍ଦବେଦୀ ସ୍ୱର ମୃଗ ପରିବର୍ତ୍ତେ ସେ ଋଷି ପୁତ୍ର ପକ୍ଷଭେଦ କଲା। ମୁଁ ତତ୍କ୍ଷଣାତ ଯାଇ ଦେଖିଲି ସେ ମୃଗ ନୁହେଁ, ସେ ହେଉଛି ଗୋଟିଏ ଋଷି ପୁତ୍ର। ଦେଖି ସ୍ଥାନ ପାଲଟି ଗଲି। ଦେଖିଲି ମୁଁ ଘର କଲି। ମୃଗ ପରିବର୍ତ୍ତେ ମୁଁ ଗଣ୍ଡାକୁ ବଧ କରିବା ପରିବର୍ତ୍ତେ ମୁଁ ଋଷି ପୁତ୍ରକୁ ପ୍ରାଣରେ ବଦ୍ଧ କଲି। ସେ ମରିବା ପୂର୍ବରୁ କହିଲା, ହେ ରାଜନ, ମୋ ବାପ ମା ହେଉଛନ୍ତି ଅନ୍ଧ, ମୁଁ ହଉଛି ତାଙ୍କର ଲଉଡ଼ି। ତୀର୍ଥ କରିବା ପାଇଁ ମୁଁ ପିତା ମାତାଙ୍କୁ ଧରି ତୀର୍ଥ କରିବାକୁ ଯାଉଥିଲି। ପିତା ମାତାଙ୍କର ତୃଷା ମେଣ୍ଟନ କରିବା ପାଇଁ ମୁଁ ନଦୀରୁ ଜଳ ନେବା ପାଇଁ ଆସିଥିଲି। ହେଲେ କଣ କଲ ରାଜା? ଶେଷରେ ବିନା ଦୋଷରେ ମୋତେ ପ୍ରାଣରେ ବଦ୍ଧ କଲ। ହେଲେ ଗୋଟିଏ କଥା କର ରାଜା, ତୁମେ ଯଥାଶୀଘ୍ର ମୋତେ ଛାଡ଼ି এই জলକୁ ନେଇ ମୋର ପିତା ମାତାଙ୍କୁ ଦେବ, ତାଙ୍କ ତୃଷ୍ଣା ମେଣ୍ଟନ ହବ। ମୁଁ ତାଙ୍କରି କଥା ଅନୁସାରେ ମୁଁ ଋଷି ପୁତ୍ରକୁ ଛାଡ଼ି ସେ ଅନ୍ଧ ମୁନିଙ୍କ ପାଖକୁ ପିତା ମାତାଙ୍କ ପାଖକୁ ଯାଇଗଲି। ଯାଇ ଦେଖିଲି ସେ ପ୍ରକୃତରେ ଅନ୍ଧ ଅନ୍ଧୁଣୀ। କଣ କରିବି? ସେ କେବଳ ତାଙ୍କ ପୁତ୍ର ଶ୍ରବଣ ଶ୍ରବଣ କହି ଚିତ୍କାର କରୁଥାନ୍ତି। ମୁଁ ତ ସତ୍ୟସନ୍ଧ ବଂଶର ଦାୟଦ। କିପରି ଭାବରେ ଅନ୍ଧ ମୁନିକୁ ମୁଁ କିପରି ଭାବରେ ମିଥ୍ୟା କହିଥାନ୍ତି? ବାଧ୍ୟ ହୋଇ ମୁଁ ତାଙ୍କୁ ସତ କହିଲି। ମୁଁ ସତ୍ୟ କହି ସାରିଲା ପରେ ସେ ଅନ୍ଧ ମୁନି ମୋତେ ଅଭିଶାପ ଦେଲେ। ପିତାଶ୍ରୀ ପୁତ୍ର ଶୋକରେ ପଡ଼ି ସେ ଅଗ୍ନିରେ ଝାସ ଦେଲେ। ଝାସ ଦେବା ପୂର୍ବରୁ ସେ କହିଲେ, ଆମେ ଯେମିତି ପୁତ୍ର ଶୋକରେ ଆଜି ପତି ପତ୍ନୀ ଅଗ୍ନିରେ ଝାସ ଦେଲୁ, ତମେ ରାଜା ଦଶରଥ ତମେ ସେମିତି ପୁତ୍ର ଶୋକରେ ମରିବ। ହେ ରାମ, সেই ঋষিঙ্কর আশীর্বাদ না অভিশাপ মু বুঝি পারিলিনি। সেদিন তাঙ্কর অভিশাপটা মতে আশীর্বাদ রূপক ମୁଁ ତୁମ ପାଇଲି କାହିଁକି ନା ମୁଁ ସେ ଋଷିଙ୍କୁ ପଚାରିଲି, ତୁମେ ଯୋଉ ପୁତ୍ର ଶୋକେ ମରିବା କଥା କହୁଥିଲ, ମୁଁ ତ ଅପୁତ୍ରିକ, ମୋର ପୁତ୍ର କାହିଁ? କିନ୍ତୁ ତାଙ୍କୁ ଅଭିଶାପ
ମୋତେ ଆଶୀର୍ବାଦ ପ୍ରଦାନ କଲା ସେ ଆଶୀର୍ବାଦରେ ମୁଁ 4 ପୁତ୍ର ପାଇଲି କିନ୍ତୁ ସେଦିନ ଥିଲା ଆସିବା ଆଉ ଆଜି ସେ ଋଷିଙ୍କର ମୋ ପ୍ରତି ଅଭିଶାପ ମୁଁ ଜାଣିପାରୁଛି ନା ତମେ 2 ପୁତ୍ର ବନବାସ ଯିବ ଆଉ ମୋ 2 ପୁତ୍ର ମାତୃଳୟରେ ତୁମେ ବନବାସ କଲା ପରେ সেই ঋষিଙ୍କର অভিশাপ ମୋ ଉପରେ ପଡ଼ିବ ତୁମେ ଯିବ ବନବାସ ରାଜା ଦଶରଥ କରିବ ସ୍ୱର୍ଗବାସ ନା ପିତାଶ୍ରୀ ଆଉ ତମେ ଅଯୋଧ୍ୟାରୁ ଯାଇ 14 ବର୍ଷ ପରେ ବନବାସରୁ ଅଯୋଧ୍ୟାକୁ ଫେରିବ କିନ୍ତୁ ମୁଁ 14 ବର୍ଷ ପୂର୍ବରୁ ମୁଁ ସ୍ୱର୍ଗବାସ କରିଥିବି ମୁଁ ଆଉ ଫେରିବିନି ରାମ ଆଦିଠାରୁ ଅଯୋଧ୍ୟାର ପଥ ମୋ ପାଇଁ କଣ୍ଟକମୟ ହେଇଯିବ ମୁଁ ଅଯୋଧ୍ୟା ଦେଖିପାରିବିନି କି ତୋ ମୁଖ ଦେଖିପାରିବିନି ରାମ ରାଜନ ଗତସ୍ୟ ସୂଚନା ନାସ୍ତି ଯାହା ବିତି ଯାଇଛି ସେ ସବୁ ଅଯଥା ପ୍ରଜଳ୍ପ କରି କୌଣସି ଲାଭ ନାହିଁ ଗୁରୁଦେବ ରାତ୍ରି ପାହି ଆସୁଛି ଯେତେ ଶୀଘ୍ର ପୁତ୍ର ଏବଂ ପୁତ୍ରବଧୂଙ୍କୁ ବିଦାୟ ଦିଅନ୍ତୁ ରାଜନ ଛାଡ଼ ଆସୁଛି ପିତାଶ୍ରୀ ଯିବା ପୂର୍ବରୁ ଏତିକି ଆଶୀର୍ବାଦ କରନ୍ତୁ ଯେପରି ସୁଖରେ ସୁଖରେ କଣ୍ଟକିତ ପଥର ପତିକ ସାଜେ ହେ ରାମ ଆପଣଙ୍କ ଚରଣ ଆରବିନ୍ଦ ଜୀବନକୁ ଫେରି ଆସୁ ପିତାଶ୍ରୀ କାହିଁରେ ରାମ ପିତାଶ୍ରୀ ବରଂ ମତେ ତୁ ସେଇ କମଳପତି ହୃଦୟରେ ଟିକେ କ୍ଷମା କରିଥାବୁ ରାମ ତୁ ତ ବନବାସ ଯିବୁ ମୁଁ ସ୍ୱର୍ଗବାସ ଯିବି ଯିବା ପୂର୍ବରୁ ମୋର ଏତିକି ବିନତି ରାମ ଯଦି ତୋ ନାଁର ପାଳେ କିଛି କ୍ଷତି କରିଥାଏ ତ୍ରୁଟି କରିଥାଏ ତୋ ଲୀଳା ପାଇଁ କିଛି ଗର୍ବ ଅହଙ୍କାର କରିଥାଏ ବାବା ରାମ ତୋ ଭଳି ପୁତ୍ରକୁ ପାଇ ତ ମୁଁ ଗର୍ବ କରୁଥିଲି ଯଦି ଯଦି ତୁମ ପ୍ରତି ମୋର ତ୍ରୁଟି ବିଚ୍ଛୁତି ଥାଏ କ୍ଷମା କରିଦେବୁ ରାମ ତୋରି ଭଳି ପୁତ୍ର ସମସ୍ତଙ୍କୁ ମିଳୁ ରାମ ମୋ ଭଳି ପିତା କାହାକୁ ନ ମିଳୁ Ram
ଯାପନ କରିଥାନ୍ତେ। ଆରେ ଇନ୍ଦୁ ଭାଇ କାହିଁ ଆଜି ଏଠି ଅଳିଆ କଣ କରୁଛ? ନ ହେଇଗଲା କିରେ ଭାଇ? ଆରେ କଣ ଏମିତି ହଉ କାନ୍ଦୁଛୁ କଣ ପାଇଁ? ଯୋଉଠି ବିଚାର ନାହିଁ ଆମେ ସେଠି ରହିବାନି ରେ ଭାଇ। ଆଉ ରହିବାନି ଏଠି। ଜମା ମୋଟା ରହିବେନି ଏଠି ମୁଁ। ଏ ବୁଢାର ମତି ଭ୍ରମ ହେଇଗଲା ଆଉ। ଏଇ ଯୋଉ ଏକାନ୍ତବର୍ତ୍ତୀ ରାଜା ଏ ଇନ୍ଦୁ ଭାଇ 750 ତାଙ୍କର ରାଣୀ ଅଛନ୍ତି। ହଁ ସେ ଅରେ ସେ କେଡ଼େ ମାଲକିନିଆ ବୋଲି ଆଖିରେ ଏବେ କଣ ଆମର ଗୋଟେ କାମ କରି ଆସୁ ପ୍ରଭୁ ଯୋଉଠିକି ଯିବେ ଆମେ ସେଇଠିକି ଯିବା। ଜମା ଏଠି ରହିବାନି। ଜମା ଏଠି ଜମା ରହିବାନି ଆମେ। ଆମ ରାମ ଯୋଉଠି ଆମେ ସେଇଠି ଆମର ସେଇଟା ହବ ଅଯୋଧ୍ୟା। ଚାଲ ରାମ ଯୋଉଠି ରହିବେ ଆମେ ସେଠି ଅଯୋଧ୍ୟା ହବ। ଚାଲ ଚାଲ ଅନ୍ତପୁର ଯାକ ସବୁ ପଡ଼ିଗଲା ହୁରି। କୌଶଲ୍ୟା ସୁମିତ୍ରା ମାତା ଅତି ଶୋକ କରି ସମୁଦ୍ର ଗର୍ଜନ ପ୍ରାୟ ଶୁଭୁଅଛି ମୁଖ। ରଥ ପାଶେ ପରବେଶ ବେଗେ ହୋଇ ଲୋକ। ରୂପ ଆଜ୍ଞାରେ ସୁମନ୍ତ ରଥ ଚାଳି ଦେଲା। ବାଛି ବାଛି ସିନ୍ଧୁ ଜାତ ଅଶ୍ୱ ଚିଠିଲା। ସିଂହଦ୍ୱାର ବାଟେ ରଥେ ହେଲେ କବାହାର। ପର ଜାଗରେ ଶୁଣି ନ ଧାଇଲେ ଅପାର। ଦ୍ରୌପଦୀଙ୍କି ନିନ୍ଦା କରି ପଛରେ ଗୋଡ଼ାଇ ଧକାରେ ତିରିବର୍ଷ ହେଲେ ନରସାଇ। ଆରେ ଇଏ ରାଜା ୟାର ମତି ପ୍ରତି ଭ୍ରମ ହେଲାଣି। ଆରେ ସେଇ କଣ ମୁଁ ବର୍ତ୍ତମାନ ସାଙ୍ଗ ୟା କଥାର ଜବାବ ନାହିଁ। ଆଜି ଗୋଟେ କଥା କହିବ ଆଉ 1 ମିନିଟ ପରେ ଗୋଟା ବଦଳିଯିବ। ଇଏ ସ୍ତ୍ରୀ ମାନଙ୍କ ବୋଲରେ ପଡିକି ୟାର ମତି ଭ୍ରମ ହେଲାଣି। ଆରେ ସେଇ କଥା ତା କଥାବାର୍ତ୍ତାର ଜବାବ ନାହିଁ। ଦେଖୁନୁ ରାତି ପାଇଥିଲେ ପ୍ରଭୁ ରାମଚନ୍ଦ୍ର ରାଜା ହେଇଥାନ୍ତେ। ଘୋଷଣା ହେଲା ହଁ। କେତେ ପ୍ରତିପାଳିତ କରି ବର୍ତ୍ତମାନ ଅଯୋଧ୍ୟା ପୁର ପୁରା ଦୁଲୁକୁ ଥିଲା। କଣ ହେଲା ଦେଖୁନୁ ସାଙ୍ଗେ ସାଙ୍ଗେ ଚେଞ୍ଜ। ଆମେ ଜମା ଇଏ ରାଜା ବୋଲରେ ଇଏ ଅଯୋଧ୍ୟାରେ ରହିବାନି। ନା ବିଲୁକୁ ରହିଲା ଆମେ ଜୟ ରାମ ତଇ ପ୍ରଜା ତଇ ଅଯୋଧ୍ୟା। ହେଇଲୁ ଇଏ ଅଯୋଧ୍ୟା ପୁର ଧର୍ମ ଛାଡିଗଲା ଏବେ ପୁରା। ଧର୍ମ ଦେଖୁନି କେମିତି ଶ୍ରୀରାମ ଦୁଷିଲାଇ। ଏବେ ଚାଲ ପ୍ରଭୁ ଯୁଆଡେ ଯିବେ ସିଆଡେ ଚାଲ। ପଛେ ପଛେ ଯିବା। ଚାଲ। ହଁ। ଯେଉଁ ବନେ ରାମଚନ୍ଦ୍ର କରିବେ କସ୍ଥାନ। ସେ ବନେ ଘର କରିବା ସର୍ବ ପ୍ରଜାଜନ। ଅତି ଦନ୍ତାନନ୍ଦୀ ହୋଇ ରଥ ପଛେ ଧାଇ। ଅନଙ୍ଗ ନରେନ୍ଦ୍ର ଭାରି ଗୀତରେ କହଇ ଜୟ ରାମ। ସାଧୁ ଜନେ ଆନର ଶୁଣ କରି ଲଏ। ଶୋକ କରି ଗୁଡ଼ାଇଲେ ଅଯୋଧ୍ୟାବାସୀଏ। ଦେଶରେ ଏକାମ୍ର ବନେ ଶଙ୍କର ଗୌରୀ। ଗୁଣ୍ଡିଚା ଯାତ୍ରା କରନ୍ତି ଦିଶେ ସେହିପରି। ତମସା ନଦୀକି ଯହୁଁ ହୋଇଲେ କପାରି। ଶ୍ରୀରାମ ପ୍ରଜାଜନଙ୍କୁ ଛାମୁକୁ ହକାରି।
ବାହୁଡ଼ି ଯାଅ ହୋଇ ଆଜ୍ଞା ଦେଲେ ପ୍ରଜାଗଣେ ନ ମାନିଲେ ଯେତେ ବୁଝାଇଲେ। ହେ ପ୍ରଜାଗଣ, ମୁଁ ସିନା ପିତୃ ସତ୍ୟକୁ ପାଳନ କରି ଅରଣ୍ୟଗାମୀ ହୋଇଛି, ହେଲେ ଆପଣମାନେ କଣ ପାଇଁ ଗୋଟେ ପଶ୍ଚାତ ଧାବନ କରୁଛନ୍ତି? ନାଇଁ ପ୍ରଜାଗଣ, ଏଠାରେ ତୁମେ ଅଯୋଧ୍ୟାକୁ ଫେରିଯାଅ। ନା ନା ପ୍ରଭୁ, ଆପଣ ଯୋଉଠି ରହିବେ ଆମେ ବି ସେଇଠି ରହିବୁ। ସର୍ବେ ଏକ ମେଳ ହୋଇ କରନ୍ତି ଜଣାଣ ରଥ ବାହୁଡ଼ାଅ ପ୍ରଭୁ ରଘୁକୁଳ ରାଣ। ଭରତ ଅଯୋଧ୍ୟା ରାଜ୍ୟେ ହନ୍ତୁ ଦଣ୍ଡ ଧର ତୁମ୍ଭଙ୍କୁ ଆମ୍ଭେ ପଶିବୁ ଦେଶେ କର ଘର। ହେ ପ୍ରଭୁ, ଭରତ ଆପଣଙ୍କ ଭାଇ ପଛକେ ସେ ଅଯୋଧ୍ୟାର ରାଜା ହୁଅନ୍ତୁ, କିନ୍ତୁ ଆମ୍ଭମାନଙ୍କର ପୁତ୍ର ହିସାବରେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ପ୍ରଭୁ, ଆମ ଅଯୋଧ୍ୟାକୁ ଫେରି ଆସନ୍ତୁ। ଭରତ ଅଯୋଧ୍ୟାର ରାଜା ହୁଅନ୍ତୁ ପଛେ ଆମର କିଛି ଆପତ୍ତି ନାହିଁ ପ୍ରଭୁ, ଆପଣ ଫେରି ଆସନ୍ତୁ ପ୍ରଭୁ। ଆପଣଙ୍କର ଯାହା ଆବଶ୍ୟକ ଏ ପ୍ରଜାଗଣ ହିଁ ଆପଣଙ୍କର ସାମର୍ଥ୍ୟ ନିତ୍ୟ ପୂରଣ କରିବେ ପ୍ରଭୁ। 14 ବର୍ଷ ଯାଏ ଲେଖି ଯୋଗାଇବୁ ଭୋଗେ ବନ କଲେ ଏହା ସଙ୍ଗତରେ ଯିବୁ। ଯଦି ପ୍ରଭୁ ଆମ କଥା ନ ରଖନ୍ତି 14 ବର୍ଷ ଯାଇକି ଆପଣଙ୍କ ପିତା ଯାହା ସତ୍ୟ କରିଛନ୍ତି ଆମେ ଆପଣଙ୍କର ଯାହା ଆବଶ୍ୟକ ସବୁ ପୂରଣ କରିବୁ। ଆମ କଥାରେ ଆପଣ ଅଯୋଧ୍ୟାକୁ ଫେରି ଆସନ୍ତୁ, ନଚେତ ଆପଣ ଯେଉଁ ବନରେ ଘର କରିବେ ଆମେ ବି ଆପଣଙ୍କ ସହିତ ସେଇଠି ଘର କରିବୁ। ପୁଣି ଆଜ୍ଞା ଦେଲେ ଯାଅ ପରଜା ନିକର ନିଷେଧନ ମାନି ସର୍ବେ ଧାଇଲେ ପଛର। ମନେ ମନେ ବିଚାରନ୍ତି ରଘୁକୁଳ ଚନ୍ଦ୍ର ସୁମନ୍ତଙ୍କୁ କହନ୍ତି ଯେ ପଡ଼ିଲା ବିପଦ। ହେ ପ୍ରଜାଗଣ, ପିତୃ ସତ୍ୟକୁ ପାଳନ କରି ମୁଁ 14 ବର୍ଷ ପାଇଁ ଏ ଅରଣ୍ୟଗାମୀ ହୋଇଛି। ପିତାଶ୍ରୀଙ୍କର ମଧ୍ୟ ଆଉ ଏକ ସତ୍ୟ ଥିଲା, ମୋର ସାନୁଜ ଭରତ ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେବ। ଆପଣ କୁହନ୍ତୁ, ଯଦି ଆପଣମାନେ ମୋର ପଶ୍ଚାତ ଧାବନ କରି ଏହି ଘଞ୍ଚ ଅରଣ୍ୟ ମଧ୍ୟକୁ ଆସିବେ, ତାହେଲେ ମୋର ଭରତ ଯେତେବେଳେ ଅଯୋଧ୍ୟା ରାଜ ସିଂହାସନରେ ଚକ୍ରବର୍ତ୍ତୀ ସମ୍ରାଟ ରୂପରେ ଅଭିଷିକ୍ତ ହେବ, ସେ କାହାକୁ ନେଇକି ପାଳନ କରିବ? ସେ କାହାକୁ ନେଇକି ରାଜା ହେବ? କୁହନ୍ତୁ ପ୍ରଜାଗଣ। ହେ ମନ୍ତ୍ରୀ ସୁମନ୍ତ, ଏକ ବିଷମ ସମସ୍ୟା ଆସି ମୋ ସମ୍ମୁଖରେ ଦଣ୍ଡାୟମାନ ହେଲାଣି। ଏ ସମସ୍ତ ପ୍ରଜାଗଣ କହୁଛନ୍ତି ମୁଁ ଯେଉଁଠାରେ ବାସ କରିବି ଏ ପ୍ରଜାଗଣ ମଧ୍ୟ ସେଇଠାରେ ବାସ କରିବେ। କଣ କରିବି ମନ୍ତ୍ରୀ ସୁମନ୍ତ? ଆପଣ ଯେତେ ବୁଝାନ୍ତୁ ପ୍ରଭୁ, କିନ୍ତୁ ଆମେ ଆପଣଙ୍କ ସଙ୍ଗତରେ ହିଁ ଯିବୁ, ଆମେ ଆପଣଙ୍କୁ ଛାଡ଼ି ରହିପାରିବୁ ନାହିଁ। ଏତେ କହି ଶବରର ପୁରେ ଯାଇ ହେଲେ ମୁହ ଶବର ଦେଖିଣ ବହନ ଅଇଲେ। ଫଳମୂଳ ଦେଇନ ସେ କଲା ଦର୍ଶନ କୁଶଳ ବୁଝିଲେ ତାଙ୍କୁ କୌଶଲ୍ୟାନନ୍ଦନ। हे प्रभु, ए सबर प्रणाम ग्रहण करंतु प्रभु। प्रभु, मु तो शुणुली आपण अयोध्यार राजा हेबे बोली, हेले हे कोन समस्त प्रजागण एवं भाई लक्ष्मण एवं माँ सीता को धरी पुणी वनमध्य गाई प्रभु। ए वनवासी बेश से राजा बेश नहीं प्रभु। कह प्रभु, ए समस्त विषय मत बुझाई कह। कहूँ मैत्र, तुम्हें श्रवण कर। ଶବରପତି କହି ଶୁଣିବା ଈଶ୍ୱର